ଉଣେଇଶହ ମସିହା ଏପ୍ରିଲ ମାସ 6 ତାରିଖ ଦିନ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ହୋଇଥିଲା ଏବଂ ଆଜି ଆମେ 2026 ପଦାର୍ପଣ କରିଛେ। 47 ବର୍ଷ ଚାଲିଛି। ତେଣୁ ସବୁ ମଣ୍ଡଳରେ, ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ ଏ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ସବୁଠି ଏ କାର୍ଯ୍ୟକ୍ରମକୁ ପାଳନ କରାଯାଉଛି ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ନୀତିଗତ ଆଦର୍ଶ, ଭାରତୀୟ ଜନତା ପାର୍ଟିର ଚିନ୍ତାଧାରା ଏବଂ ବୈପ୍ଳବିକ ପରିବର୍ତ୍ତନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଛି ଏବଂ ସମସ୍ତେ କେମିତି ଶୃଙ୍ଖଳିତ ଚିନ୍ତାଧାରାରେ ଆଗକୁ କାମ କରିବେ ତା ପାଇଁ ସମସ୍ତଙ୍କୁ ଉପଦେଶ ଦିଆଯାଇଛି। ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ମଣ୍ଡଳର ଉପସ୍ଥିତ ଅଛନ୍ତି ଏବଂ ସମସ୍ତଙ୍କୁ ମାର୍ଗଦର୍ଶନ ଦିଆଗଲା ଏବଂ ସେ ମାର୍ଗଦର୍ଶନ ଅନୁସାରେ କାମ କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ ଅଛି। ଆଗାମୀ ପଞ୍ଚାୟତ ଇଲେକ୍ସନ ଦଳର ଆଭିମୁଖ୍ୟ କ'ଣ ରହିବ? ଆମର ଏଇଟା ନୂଆ ଆଭିମୁଖ୍ୟ କିଛି ନୁହେଁ। ଦଳ ଭାରତରେ ଅଛି, ଭାରତ ବର୍ଷରେ ଅଛି, ଓଡ଼ିଶାରେ ବି ଶାସନ କରୁଛି। ତେଣୁ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ମଧ୍ୟ ବିଧାନସଭା କ୍ଷେତ୍ରରେ, ତାହା ମଧ୍ୟ ବିଧାନସଭା ନିର୍ବାଚନରେ ତାହା ମଧ୍ୟ ପାଳନ କରିଛୁ। ସୁଭଦ୍ରା ହେଉ, ମା'ମାନଙ୍କ ପାଇଁ ବା କୃଷକମାନଙ୍କ ପାଇଁ ଇନପୁଟ୍ ସବସିଡି ଦିଆଯାଇଛି, କୃଷି ଜାତୀୟ ଜିନିଷର କିଣାଯାଇଛି ଏବଂ ଜଗନ୍ନାଥଙ୍କର ଭଣ୍ଡାର ଘର ଖୋଲାଯାଇ ତାକୁ ମଧ୍ୟ ମରାମତି କରି ଅତି ସୁସ୍ଥ ପରମ୍ପରାରେ ଗଣତି ମଣତି ଚାଲିଛି। ଯାହା ଯାହା ପ୍ରତିଶ୍ରୁତି ଭାରତୀୟ ଜନତା ପାର୍ଟି ଦେଇଥିଲା ତାକୁ ପୂରଣ କରିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ଆମେ କିଛି ପ୍ରତିଶ୍ରୁତି ଦେବୁ ରାଜ୍ୟ ତରଫରୁ ଏବଂ ସେ ପ୍ରତିଶ୍ରୁତିକୁ ନିହାତି ପ୍ରତ୍ୟେକ ପଞ୍ଚାୟତରେ କିନ୍ତୁ ଏକ ବିକଶିତ ପଞ୍ଚାୟତ ତିଆରି ହେବ, ଏକ ବିକଶିତ ଗାଁ ହେବ, ଏକ ବିକଶିତ ମଣ୍ଡଳ ପଞ୍ଚାୟତ ସମିତି ହେବ, ବିକଶିତ ଜିଲ୍ଲା ହେବ ଏବଂ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପୂର୍ବୋଦୟରୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଚିନ୍ତାଧାରା ଅଛି, ପୂର୍ବୋଦୟରୁ ଭାରତର ନେତୃତ୍ୱ ଆରମ୍ଭ ହେବ, ବିକାଶ ଆରମ୍ଭ ହେବ। ସେ ପୂର୍ବୋଦୟ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶା ହେଉଛି ତାର ପ୍ରମୁଖ ବିନ୍ଦାଣୀ। ତେଣୁ ଓଡ଼ିଶାରେ ସେ ଜିନିଷକୁ କାର୍ଯ୍ୟକାରୀ କରାଯାଏ। ମୋର ନାଁ ହେଉଛି ଚନ୍ଦ୍ରଶେଖର ଦାସ, ଘର ଗଣିଆ, ନୟାଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଉପସଭାପତି। କ'ଣ କହିବେ ଆଜି ଗଣିଆ ମଣ୍ଡଳରେ 47ତମ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ ହେଲା, କ'ଣ କହିବେ? ଭାରତୀୟ ଜନତା ପାର୍ଟିର ଆଜି 47ତମ ପ୍ରତିଷ୍ଠା ଦିବସ ଗଣିଆ ମଣ୍ଡଳରେ ପାଳନ ହେଲା। ଗଣିଆ ମଣ୍ଡଳର ବହୁତ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା ସମସ୍ତେ ଆଜି ଉପସ୍ଥିତ ଥିଲେ। ଭାରତୀୟ ଜନତା ପାର୍ଟିର ମୂଳ ଲକ୍ଷ୍ୟ କ'ଣ ଥିଲା, ମାନେ କେଉଁ ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ସୃଷ୍ଟି କରାହେଇଥିଲା, ତାର ଆଦର୍ଶ କ'ଣ, ଏସବୁ ଜିନିଷ ଆଜି ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା ସବୁ ଆମର ଯେଉଁମାନେ ସବୁ ଅତିଥି ଆସିଥିଲେ ସେମାନେ ସବୁ ବର୍ଣ୍ଣନା କରିଥିଲେ ଏବଂ ଭବିଷ୍ୟତରେ ଭାରତୀୟ ଜନତା ପାର୍ଟି କେମିତି ଆହୁରି ବିସ୍ତାର ଲାଭ କରିବ ଏବଂ ଭାରତୀୟ ଜନତା ପାର୍ଟିର ପ୍ରଥମ ଗୁରୁତ୍ୱ ହେଲା ପ୍ରଥମେ ଦେଶର ସୁରକ୍ଷା। ଆରି ଉପରେ ଆଜି ବିସ୍ତୀର୍ଣ୍ଣ ଆଲୋଚନା କରାଯାଇଥିଲା। ପ୍ରଥମେ ଦେଶ, ତାରି ଉପରେ ଏସବୁ କଥା ହେଇଥିଲା ଏବଂ ଦୀର୍ଘ 2 ଘଣ୍ଟା ଧରି ଆମର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା ଏବଂ ତାପରେ ସଭା ଭଗ୍ନ। କିଛି ଦିନ ପରେ ପଞ୍ଚାୟତ ନିର୍ବାଚନକୁ ନେଇ ଦଳ ବର୍ତ୍ତମାନ କେତେ ତତ୍ପର ପ୍ରକାଶ କରେ? ଦଳ ମାନେ ପଞ୍ଚାୟତ ନିର୍ବାଚନ ଆଖି ଆଗରେ, ନିର୍ବାଚନ ତ ଏମିତି ଆସିବ ଯିବ, କିନ୍ତୁ ଯେହେତୁ ଆମର ବର୍ତ୍ତମାନ ସରକାର ଓଡ଼ିଶାରେ ଏବଂ କେନ୍ଦ୍ରରେ ଦଳ ସରକାରରେ ଅଛି, ତେଣୁ ପ୍ରତ୍ୟେକ କର୍ମୀମାନଙ୍କୁ ଆଜି ଆମର କର୍ମୀ ଏବଂ ନେତା ସମସ୍ତେ ମିଶିକିରି କେମିତି ଲୋକଙ୍କର ଆମେ କାମ କରିବା, ଯାହାକୁ ଯାହା ଆମେ ପ୍ରତିଶ୍ରୁତି ଦେଉଛେ ତାକୁ କେମିତି ଠିକ ଭାବରେ ପାଳନ କରିବା, ଲୋକଙ୍କ ଅସୁବିଧାରେ ଆମେ ଛିଡ଼ା ହେବା, ଏସବୁ ଜିନିଷ କଲେ ଆଗାମୀ ଦିନରେ ଲୋକ ପୁନର୍ବାର ଆମକୁ ଆଶୀର୍ବାଦ କରିବେ, ଭାରତୀୟ ଜନତା ପାର୍ଟି କି ପୁଣି ଗ୍ରହଣ କରିବେ। ଏସବୁ କଥା ଆମର ଆଲୋଚନା କରାଯାଇଛି। ସମସ୍ତଙ୍କୁ ମୋର ନମସ୍କାର। ଆଜି ଭାରତୀୟ ଜନତା ପାର୍ଟିର 47ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜନତା ପାର୍ଟିକୁ ଭଲ ପାଉଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଆଜି ଏକତ୍ରିତ ହୋଇଥିଲେ।
ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଅତୀତର ଇତିହାସ ବିଷୟରେ ସମସ୍ତେ ଆଲୋଚନା କରିଥିଲେ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା କ'ଣ ଗ୍ରହଣ କଲେ କେମିତି ଆଗକୁ ଦଳ ଆଗେଇ ଚାଲିବ ଏବଂ ପୁଣି ଏକ ଗୌରବମୟ ଇତିହାସ ସୃଷ୍ଟି ହେବ এই উপরে আজ পুঙ্খানুপুঙ্খ আলোচনা করা সহিত আমার বরিষ্ঠ নেতৃত্ব মানে আম সমস্ত প্রেরণা দিয়েছিল। ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍ ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର ସମ୍ପର୍କ ଜନତାର।